ଦେଖନ୍ତୁ ମୁଁ ଗୋଟେ ଆଜି ବସିକି ଯେତେବେଳେ ଦେଖିଲି ହଠାତ୍ ଏଟାକୁ ମୋତେ ଆଶ୍ଚର୍ଯ୍ୟ ଲାଗିଲା। ଆମ ପିଲାମାନେ ଆମର ଯୁବପିଢ଼ି ମାନେ ପୁଅମାନେ 36 ବର୍ଷ 35 ବର୍ଷ ହେଇଗଲେଣି। ଆମର ବ୍ରାହ୍ମଣ ସମାଜ ହଉ କି ବହୁତ ପୁଅ ଅଛନ୍ତି ଦେଖନ୍ତୁ, ବହୁତ ଏଜ୍ 25 ଆଗରୁ ପୁଅମାନେ 28 ଭିତରେ ବାହି ଯାଉଥିଲେ, କିନ୍ତୁ ବର୍ତ୍ତମାନ ଝିଅ କ'ଣ ପୁଅ କ'ଣ 30 32 36 ଯାକେ ଅଛନ୍ତି। ଆମର ଫ୍ରେଶ୍ ପୁଅମାନଙ୍କୁ ଗୋଟେ ଗୋଟେ ଝିଅ ମିଳୁନି। ଆମେ ନାକେଦମ ହେଇଗଲୁଣି ଗୋଟେ ଗୋଟେ ଝିଅ ବୁଝିବା ପାଇଁ। କିନ୍ତୁ ଏ ଯେଉଁ ବୁଢ଼ାମାନଙ୍କୁ ମାନେ ଯେଉଁମାନେ କି ସିନିୟର ସିଟିଜେନ୍, ଯେଉଁମାନେ କି ରିଟାୟାର୍ଡ଼ ହେବା ବୟସ, ହଁ, ତାଙ୍କୁ କେମିତି ସବୁ ମାନେ ମିଳିଯାଉଛି ମହିଳା, ଆଉ ସେମାନେ ଆଉଥରେ ମାନେ ଡବଲ ବାହାଘର ହେଉଛନ୍ତି। କିନ୍ତୁ ଆମ ପିଲାମାନଙ୍କୁ ଆଜିକାଲି ଗୋଟେ ଥର ବାହା ହେବା ପାଇଁ ବି ଝିଅ ମିଳୁନି। କିନ୍ତୁ ତାଙ୍କ ପାଇଁ ତେଣୁ ଆଜିକାଲି ଯେଉଁ ମହିଳାମାନେ, ମୁଁ ଯେଉଁ ଆଗରୁ କହେ ଆପଣମାନଙ୍କୁ ଯେ ପଇସା ପଛରେ ମହିଳାମାନେ ଗୋଡ଼ଉଛନ୍ତି, ୟାଙ୍କର ଯେଉଁ ପଇସା ଏବଂ ୟାଙ୍କର ଯେଉଁ ପ୍ରତିପତ୍ତି ଏବଂ ୟାଙ୍କର ଯେଉଁ ନାଁ ଅଛି ଆମର ଓଡ଼ିଶାରେ, ତାଙ୍କର ଗୋଟେ ଭଲ ଘରର ସେ ଲୋକ, ଏବଂ ପଇସା ଲୋଭରେ ମୋତେ ଲାଗୁଛି ଏ ବି ସାଂସଦ ସେ ବି ସାଂସଦ, କିନ୍ତୁ ଆଙ୍କୁ ପଇସା ଲୋଭରେ ମୋତେ ଲାଗୁଛି ଏ ମହିଳାଟି ଆଙ୍କୁ ବାହା ହେଇଛନ୍ତି। କାହିଁକିନା ଯଦି ଆମ ପିଲାମାନଙ୍କୁ ଗୋଟେ ଝିଅ ଫ୍ରେଶ୍ ଝିଅ ମିଳୁନି, ଆମ ପିଲାମାନେ ସବୁ ବୁଢ଼ା ହେଇଗଲେଣି, ପୁଅମାନେ ଭଲ ଝିଅଟେ ମିଳୁନି, ଏ ବୁଢ଼ାମାନଙ୍କୁ କେମିତି ସେକେଣ୍ଡ ମିଳୁଛି? ମାନେ ମାର୍କେଟରେ ଆଜିକାଲି ତାମାନେ ସବୁ ପ୍ରକାରର ମିଳୁଛି, ମାନେ ସେକେଣ୍ଡ ହ୍ୟାଣ୍ଡ ପୁରୁଷଙ୍କୁ ମିଳୁଛି ସେକେଣ୍ଡ ହ୍ୟାଣ୍ଡ ମହିଳା ଏବଂ ଫାର୍ଷ୍ଟ ହ୍ୟାଣ୍ଡ ମହିଳା, କିନ୍ତୁ ଆମ